ଯେତେବେଳେ ଜଣେ ମଣିଷ ହାରିଯାଏ ନା, ସେଇଠୁ ତାକୁ ନିଜ ଲାଇଫରେ ଚେଞ୍ଜେସ୍ ଆଣିବାକୁ ଚେଷ୍ଟା କରିଥାଏ। ଏବଂ ଯେତେବେଳେ ଜଣେ ମଣିଷ ହାରେ ନା, ସେଇଠୁ ତାକୁ ବହୁତ କିଛି ଶିଖିବାକୁ ମିଳିଥାଏ ଯେ ମୁଁ କୋଉଥିପାଇଁ ହାରିଲି, ମୋ ଜୀବନରେ ଏମିତି କଣ ଭୁଲ କଲି ଯାହା ଫଳରେ ମୁଁ ଯାହା ଚାହୁଁଥିଲି ତାହା ମୁଁ ପାଇପାରିଲି ନାହିଁ। ତ ସେଥିପାଇଁ ସମସ୍ତେ କହନ୍ତି, ମୁଁ ମଧ୍ୟ କହୁଛି ଯେ ଷ୍ଟୁଡେଣ୍ଟ ଲାଇଫରେ ବା ନିଜ ଲାଇଫକୁ କ୍ୟାରିୟର ବଢିବା ପାଇଁ ନା, ଯୋଉମାନେ ବି ଫେଲିୟର ଫେସ୍ କରୁଛନ୍ତି, ଯୋଉମାନେ ବି ସଫଳତାକୁ ନ ପାଇ ବିଫଳ ଫେସ୍ କରୁଛନ୍ତି, ଆଜି ଖାସ କରି ସେ ବିଷୟରେ ଆମର ଟପିକ ହେବାକୁ ଯାଉଛି। ବହୁତ ଇମ୍ପୋର୍ଟାଣ୍ଟ ଟପିକ, ଯୋଉଟା କି ଜୀବନରେ ପ୍ରତ୍ୟେକ ମଣିଷ ହାରିବା ନିହାତି ଜରୁରୀ। ଯାହା ଫଳରେ ତମେ ଯଦି ହାରୁଛ ନା, ସେଇଠୁ ତମେ ବହୁତ କିଛି ଶିଖିବ। ତମେ ହାରିଲା ମାତ୍ରେ ତମେ କଣ ତୁମ ଭୁଲ କରିଥିଲ, ତମର ନିଜ ପାଖରେ ଥିବା ଦୁର୍ବଳତା କଣ, ସବୁ କିଛି ତମେ ପଏଣ୍ଟ ଆଉଟ କରିକି ନିଜ ଲାଇଫକୁ ଆଉ ଥରେ ସୁଧାରି ପାରିବ। ତ ଆଜି ଆମେ ସେଇ ବିଷୟରେ କଥା ହେବା। ଚାଲନ୍ତୁ ସେ ବିଷୟରେ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏ ଭିଡିଓଟି ନିହାତି ଦେଖିବେ। ତ ହେଲୋ ଏଭ୍ରିୱାନ, ମୋ ନାଁ ହଉଛି ଜଗନ୍ନାଥ। ଚାଲନ୍ତୁ ଆଜିର ଭିଡିଓକୁ ଆମେ ଷ୍ଟାର୍ଟ କରିଦଉଛୁ। ଲେଟ୍ସ ବିଗିନ୍। ଆପଣ ଯଦି ନିଜ ଲାଇଫରେ କଠିନ ପରିଶ୍ରମ କରୁ କରୁ ଯଦି ନିଜ ଲାଇଫରେ ହାରି ଯାଉଛନ୍ତି ନା, ସେଠୁ କିଛି ଓରିଡ୍ ହେବା ଦରକାର ନାହିଁ। ଆପଣ ନିଜ ଲାଇଫରେ ଯେତେ ବି ହାରୁଛନ୍ତି ସେଠୁ ଆପଣ ଖୁସି ହେବା କଥା। କଣ ପାଇଁ ନା, ଯେତେ ହାରିବେ ନା, ଯେତେବେଳେ ଆପଣ ଦିନେ ଜିତିବେ ସେତେବେଳେ ଆପଣଙ୍କ ନାଁରେ ବହୁତ ଲୋକ ଚର୍ଚ୍ଚିତ କରିବେ ଏବଂ ଆପଣଙ୍କ ନାଁରେ ଗୋଟେ ଇତିହାସ ସୃଷ୍ଟି ହେଇଯିବ। ଯେପର୍ଯ୍ୟନ୍ତ ଜଣେ ମଣିଷ ହାରି ନାହିଁ ନା, ତାର କେବେ ଇତିହାସ ସୃଷ୍ଟି ହେଇନାହିଁ ବର୍ତ୍ତମାନ ସୁଦ୍ଧା। ଆପଣ ନିଜ ନିଜକୁ ଭାବନ୍ତୁ ଏବଂ ଯେକୌଣସି ସୋସିଆଲ ମିଡିଆ ବା ଯୋଉଠି ବହିରେ ପଢୁଥାନ୍ତୁ ବା ଯୋଉଠି ହେଲେ ବି ରିସର୍ଚ୍ଚ କରି ଦେଖନ୍ତୁ, ଯୋଉ ବ୍ୟକ୍ତି ଥରେ ହେଲେ ବି ହାରି ନାହିଁ ନା, ତାର କେବେ ଇତିହାସ ବନି ନାହିଁ। ସେ କେବଳ ଜିତି ଚାଲିଛି, କିନ୍ତୁ ସେ କେବେ ହେଲେ ଜାଣିପାରିବ ନାହିଁ କି ତା ପାଖରେ ଏମିତି କଣ ଦୁର୍ବଳତା ଅଛି ଯାହା ଫଳରେ ସେ ନିଜ ଜୀବନରେ ସେ କେବେ ଫିଲ୍ କରିପାରିବ ନାହିଁ। ଯୋଉ ବ୍ୟକ୍ତି ଥରେ, ଦିଥର, ଚାରିଥର, ପାଞ୍ଚ ଥର, ହଜାର ଥର ହାରିଥାଏ ବା ଯେତେ ଥର ହାରିଥାଉ ନା କାହିଁକି, ନିଜ ଲାଇଫରେ ଯୋଉ ବ୍ୟକ୍ତି ବହୁତ ଥର ଫେଲିୟର ହେଇଥାଏ ନା, ସେହି ଏ ପୃଥିବୀ ପୃଷ୍ଠରେ ବା ଏ ୱାର୍ଲଡରେ ସେହି ଗୋଟେ ଇତିହାସ ସୃଷ୍ଟି କରିଥାଏ ଏବଂ ତା ନାଁ ହିଁ ଗୋଟେ ଗ୍ରନ୍ଥରେ ଲେଖା ହେଇ ରହିବ। ସେଥିପାଇଁ ଆପଣ ଯଦି ହାରୁଛନ୍ତି ନିଜ ଲାଇଫରେ, କାହିଁକି ବ୍ୟସ୍ତ ହଉଛନ୍ତି ଯେ ଅନ୍ୟ ପିଲାଟି ବା ଅନ୍ୟ ବ୍ୟକ୍ତିଟି ଜିତିଲା, ମୁଁ କାହିଁକି ହାରିଲି? ଆପଣ ସେଠୁ ଖୁସି ହେବା କଥା। ହାରିବା ପଛରେ ବି ଗୋଟେ ବହୁତ ବଡ କାରଣ ଥାଏ। ଆପଣ ଗୋଟେ କଥା ଜାଣି ରଖିଥାନ୍ତୁ, ଆପଣ ଯଦି ଗୋଟେ ଜିନିଷକୁ ଟ୍ରାଏ କରୁଛନ୍ତି, ସେଇଠୁ ଯଦି ଫେଲିୟର ହଉଛନ୍ତି ବା ସେଇଠୁ ଯଦି ହାରୁଛନ୍ତି, ସେଇଠୁ ଜାଣି ନିଅନ୍ତୁ କି ଭଗବାନ ଆପଣଙ୍କ ପାଇଁ କିଛି ଅଲଗା ରାସ୍ତା ବନେଇଛନ୍ତି, ଯୋଉଥିପାଇଁ କି ଆପଣଙ୍କୁ ଏ ଦୁନିଆରେ ଭଗବାନ ପଠେଇଛନ୍ତି କିଛି ଅଲଗା କରିବା ପାଇଁ, ଲୋକମାନଙ୍କ ପାଇଁ କିଛି ଅଲଗା ଦେଖେଇବା ପାଇଁ, ତମ ଟ୍ୟାଲେଣ୍ଟକୁ ଲୋକମାନଙ୍କ ସାମ୍ନାରେ ଦେଖିବା ପାଇଁ ତୁମକୁ ଭଗବାନ ପଠେଇଛନ୍ତି। ତ ସେଥିପାଇଁ ନିଜ ଜୀବନରେ ଯେତେ ହାରୁଥିଲେ ମଧ୍ୟ ନିଜକୁ କେବେ ଡିପ୍ରେସନ ହୁଅ ନାହିଁ। ବାସ୍ ଖାଲି ତମର ଜିଦ୍ଦି, ସେ ଧୈର୍ଯ୍ୟ, ସମୟକୁ ଅପେକ୍ଷା କର। ଧୀରେ ଧୀରେ ଯେତେବେଳେ ତମେ ହାରି ହାରି ଯାଉଥିବ ନା, ଧୀରେ ଧୀରେ ପୁଣି ଷ୍ଟ୍ରଙ୍ଗ ହେଇ ଯାଉଥିବ। ଜଣେ ବ୍ୟକ୍ତି ଯେତେବେଳେ ହାରୁଥାଏ ନା, ସେତେବେଳେ ଯାଇ ନିଜକୁ ସେ ଧୀରେ ଧୀରେ ଷ୍ଟ୍ରଙ୍ଗ କରିବାରେ ଲାଗେ। କଣ ପାଇଁ ନା, ସେ ସବୁ କିଛି ଏକ୍ସପିରିଏନ୍ସ କରିସାରିଥାଏ। ସେ ନିଜକୁ ଏମିତି ମେଣ୍ଟାଲି ପ୍ରିପାରେସନ କରିଥାଏ ନା, ଯାହା ଫଳରେ ସେତେବେଳେ ତାକୁ କେହି ହେଲେ ବି ତାକୁ କ୍ୟାରିୟରରେ ହରେଇ ପାରିବେ ନାହିଁ। ସେତେବେଳେ ସେ ଯାହା ଚାହିଁବ ତାହା କରି ଦେଖେଇବ। କଣ ପାଇଁ ନା, ସେ ନିଜ ଲାଇଫରେ ଏତେ ଏକ୍ସପିରିଏନ୍ସ ହେଇଯାଇଛି ଯେ ତାର ଆକ୍ଚୁଆଲି କଣ ପାଇଁ ହାରୁଥିଲା, କଣ ପାଇଁ ଫେଲିୟର ହେଉଥିଲା ନା, ନିଜ ଜୀବନରେ ସେ ସବୁ କିଛି ସେତେବେଳେ ଜାଣି ସାରିଥିବ। ତ ସେଥିପାଇଁ ବର୍ତ୍ତମାନ ଷ୍ଟୁଡେଣ୍ଟ କଣ କରୁଛନ୍ତି, ଯେତେବେଳେ ଜଣେ ଷ୍ଟୁଡେଣ୍ଟ ବା ଜଣେ ବ୍ୟକ୍ତି ଯେତେବେଳେ ହାରୁଛି ନା, ସେତେବେଳେ ସେମାନେ ନିଜ କ୍ୟାରିୟରକୁ ସେଇଠି ସେମାନେ ଷ୍ଟପ୍ କରିଦଉଛନ୍ତି। ଯାହା ଫଳରେ ସେମାନେ ଯାହା ବନିବା ପାଇଁ ଚାହୁଁଥିଲେ ତାହା ସେମାନେ ବନି ପାରୁନାହାନ୍ତି। ତ ସେଥିପାଇଁ ଆପଣ କେବେ ଓରିଡ୍ ହୁଅନ୍ତୁ ନାହିଁ। ନିଜ ଲାଇଫରେ ଫେଲିୟର ଏଟା କିଛି ସାମାନ୍ୟ କଥା। ଆପଣ ଦେଖି ନିଅନ୍ତୁ, ବର୍ତ୍ତମାନ ଆପଣ ଯଦି ଇତିହାସକୁ ଖୋଲିକି ଦେଖିବେ, ଏତେ ବଡ ବଡ ମଣିଷ, ଏତେ ସକ୍ସେସଫୁଲ ଯୋଉମାନେ ବି ହେଇଛନ୍ତି, ସେମାନେ କେବେ ହେଲେ ଥରେ ଟ୍ରାଏ କି ଦିଥର ଟ୍ରାଏରେ ସେମାନେ କେବେ ହେଲେ ସଫଳ ହେଇନାହାନ୍ତି। ଯେତେବେଳେ ଜଣେ ମଣିଷ ସବୁ କିଛି ଆକ୍ସେପ୍ଟ କରିବ କି ମୁଁ ସତରେ ମୁଁ କିଛି ଜାଣିନାହିଁ, ମୁଁ ହଉଛି ଲୁଜର, ମତେ ଲୋକ ଯାହା ବି କହୁନା କାହିଁକି, ମୁଁ ସବୁ କିଛି ଆକ୍ସେପ୍ଟ କରିବି, କିନ୍ତୁ ମୁଁ ଏମିତି ଏମିତି ଦିନ ରାତି ଏ କରିକି କଠିନ ପରିଶ୍ରମ କରିବି, ଯୋଉମାନେ ବର୍ତ୍ତମାନ ମତେ ଲୁଜର କହୁଛନ୍ତି ନା, ସେମାନେ ଦିନେ ନିହାତି କହିବେ ଆମେ ଭୁଲ ଥିଲୁ, ଆମେ ତାଙ୍କୁ ଲୁଜର ବୋଲି କହୁଥିଲୁ। କିନ୍ତୁ ସେ କୋଉଠି ନା କୋଉଠି ନିହାତି ସେ ଦିନ ରାତି ଏକ କରି କଠିନ ପରିଶ୍ରମ କରିକି ସେ ଏଇ ମଞ୍ଜିଲରେ ପହଞ୍ଚିଛି। କଥାରେ ଅଛି, ଯୋଉ ମଣିଷ ଥରେ ଦିଥରେ ସକ୍ସେସ ହେଇଥାଏ ନା, ସେତେବେଳେ ଲୋକମାନେ କଣ କହିବେ, ସତରେ କି ଜାଣି ଏ କେମିତି କପି କରିକି ପାସ୍ କରିଥିବ କି କଣ କରିକି ଘୁଷ ଫୁସ ଦେଇକି ଗୋଟେ ସେଟେଲ ହେଇଥିବ। ସେଇଠୁ ନିଜକୁ ଭାବନ୍ତୁ, ଆପଣ ଫେଲିୟର ନାହାନ୍ତି,
ଆପଣ କେବେ ହାର ମାନନ୍ତୁ ନାହିଁ। ଆପଣ ଏ ଧରା ପୃଷ୍ଠରେ ଆସିଛନ୍ତି ହାର ମାନିବାକୁ ଆସିନାହାନ୍ତି। ଭଗବାନ ଆମକୁ ପଠେଇଛନ୍ତି, ସମସ୍ତଙ୍କୁ ଭଗବାନ ପଠେଇଛନ୍ତି କିଛି ନା କିଛି କରିବା ପାଇଁ। ସମସ୍ତଙ୍କ ପାଖରେ କିଛି ଅଲଗା ଅଲଗା ଟ୍ୟାଲେଣ୍ଟ ଅଛି। ତ ଆପଣ ମାନଙ୍କ ପାଖରେ କିଛି ଅଲଗା ଟ୍ୟାଲେଣ୍ଟ ଥାଇପାରେ, ଯୋଉଥିପାଇଁ କି ଆପଣ ଯାହା ଟ୍ରାଏ କରୁଛନ୍ତି ତାହା ଆପଣଙ୍କୁ ଏତେ ସହଜରେ ମିଳୁନାହିଁ। କିନ୍ତୁ ତାହା ଯଦି ଆପଣ ହାର ମାନୁନାହାନ୍ତି ନା, ସେଇଠୁ ଆପଣ ପଏଣ୍ଟ ଆଉଟ୍ କରନ୍ତୁ ଆପଣ ଯୋଉ ରାସ୍ତାକୁ ବାଛିଛନ୍ତି ବା ଆପଣଙ୍କର ଲକ୍ଷ୍ୟ କଣ ପାଇବା ପାଇଁ। ଯଦି ସେ ଗୋଟେ ରାସ୍ତାରେ ଆପଣ ସେ ଲକ୍ଷ୍ୟକୁ ପାଇବା ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡୁଛନ୍ତି, ତାହେଲେ ଆପଣ ଲକ୍ଷ୍ୟକୁ କେବେ ଚେଞ୍ଜ କରନ୍ତୁ ନାହିଁ। ଲକ୍ଷ୍ୟ ଗୋଟେ ଥାଉ କିନ୍ତୁ ରାସ୍ତା ଚେଞ୍ଜ କରନ୍ତୁ। ବହୁତ ଗୁଡେ ରାସ୍ତା ଅଛି, ଯେତେବେଳେ ଆପଣ ରାସ୍ତା ଚେଞ୍ଜ କରିବେ ନା, ରାସ୍ତା ଯୋଉଟା ଯେମିତି ଆପଣ ଗୋଟେ ଜାଗାକୁ ଯାଉଛନ୍ତି ନା, କେତେ ଗୁଡିଏ ରାସ୍ତା ଅଛି, ଆପଣ ଯୋଉ ରାସ୍ତାରେ ଗଲେ ମଧ୍ୟ ସେ ଜାଗାକୁ ନିହାତି ପହଞ୍ଚିବେ କି ନାହିଁ। ତ ସେଥିପାଇଁ ଲାଇଫ ବି ସେଇଭଳିଆ। ଆପଣ ନିଜ ଲକ୍ଷ୍ୟ ଗୋଟେ ରଖନ୍ତୁ। ଯଦି ଗୋଟେ ରାସ୍ତାରେ ଗୋଟେ ରାସ୍ତାକୁ ଆପଣ ଫଲୋ କରୁଥିଲେ, ସେ ରାସ୍ତାରେ ଯଦି ଆପଣ କିଛି ସକ୍ସେସ୍ ପାଇଲେ ନାହିଁ, ସେତେବେଳେ ଆପଣ ଅନ୍ୟ ରାସ୍ତାକୁ ଖୋଜନ୍ତୁ। ସେତେବେଳେ ଦେଖିବେ ଦିନ ନା ଦିନ ନିହାତି ଆପଣ ନିଜ ଲାଇଫରେ ଚେଞ୍ଜେସ୍ ଆଣିକି ଦେଖେଇବେ। ତ ସେଥିପାଇଁ ନିଜ ଲାଇଫରେ ଯଦି ଆପଣ ହାରି ଯାଉଛନ୍ତି, ସେଇଠୁ କିଛି ଓରିଡ୍ ହେବା କଥା ନୁହେଁ। ବରଂ ସେଇଠୁ ଆପଣ ଆପଣଙ୍କ ନିଜର ଭୁଲ ସେଇଠୁ ପଏଣ୍ଟ ଆଉଟ୍ କରନ୍ତୁ। ସେ ଭୁଲକୁ ପଏଣ୍ଟ ଆଉଟ୍ କରିକି ନିଜକୁ ମେଣ୍ଟାଲି ଷ୍ଟ୍ରଙ୍ଗ କରନ୍ତୁ। ଦେଖିବେ ଦିନେ ନା ଦିନେ ଆପଣ ଏମିତି ଜାଗାରେ ପହଞ୍ଚି ସାରିଥିବେ, ସେତେବେଳେ ଆପଣ ଭାବିବେ କି ସତରେ ବର୍ତ୍ତମାନ ମୁଁ ମେଣ୍ଟାଲି ପ୍ରିପାରେସନ ହେଇଥିଲି, ମୁଁ ମେଣ୍ଟାଲି ଷ୍ଟ୍ରଙ୍ଗ ହେଇଥିଲି ବୋଲି ଏ ରାସ୍ତାରେ ବା ଏ ମଞ୍ଜିଲରେ ମୁଁ ପହଞ୍ଚି ସାରିଛି। ତ ସେଥିପାଇଁ ସମୟ କେବେ କାହାକୁ ଅପେକ୍ଷା କରେ ନାହିଁ, ବା ସମୟ ସମସ୍ତଙ୍କ ପାଇଁ ସମାନ। ଯେତେ ଧନୀ ହେଇଥିଲେ ମଧ୍ୟ ସମୟ ସମସ୍ତଙ୍କ ପାଇଁ ସମାନ। ତ ସେଥିପାଇଁ ଆପଣ ଯଦି ଗରିବ ପିଲା ହେଇଥାନ୍ତୁ, ମିଡିଲ କ୍ଲାସ ପିଲା ହେଇଥାନ୍ତୁ, ଆପଣଙ୍କ ପାଖରେ ଟ୍ୟାଲେଣ୍ଟ ବୁଦ୍ଧି ଅଛି, କେହି ଆପଣଙ୍କୁ ରଖି ପାରିବେ ନାହିଁ ନିଜ କ୍ୟାରିୟରକୁ ଗଢିବା ପାଇଁ। ତ ସେଥିପାଇଁ ମୁଁ ଆପଣ ମାନଙ୍କୁ କହି ରଖୁଛି, ଯଦି ଜଣେ ବ୍ୟକ୍ତି ନିଜ କ୍ୟାରିୟର ଗଢିବା ପାଇଁ ସେ ଥରେ ଜିଦ୍ଦି କରିଥାଏ ନା, ତାକୁ କେହି ଅଟକେଇ ପାରିବେ ନାହିଁ ନିଜ କ୍ୟାରିୟରକୁ ରଖିବା ପାଇଁ। ତ ସେଥିପାଇଁ ମୁଁ ଲାଷ୍ଟ ଏଇଆ କହିବା ପାଇଁ ଚାହୁଁଛି, ଯୋଉମାନେ ବି ନିଜ ଲାଇଫରେ ଫେଲିୟର ବା ସଫଳତାର ବିଫଳ ହଉଛନ୍ତି, ସେମାନଙ୍କୁ ମୁଁ ଏଇଟା ହିଁ କହିବାକୁ ଚାହିଁବି ଯେ ଆପଣ କେବେ ହେଲେ ନିଜକୁ ଦୁର୍ବଳ ବୋଲି ଭାବନ୍ତୁ ନାହିଁ। ଆପଣ ହିଁ ଇତିହାସକୁ ବଦଳେଇ ପାରିବେ। ତ ସେଥିପାଇଁ ଆଜିର ଭିଡିଓ ମୁଁ ଏଇଠି ରହିଲି। ଆପଣ ମାନଙ୍କୁ ଯଦି ଟିକେ ହେଲେ ଭଲ ଲାଗିଥିବ ତ ପ୍ଲିଜ ଟିକେ କମେଣ୍ଟ କରି ଜଣେଇବେ ଆଜିର ଭିଡିଓଟି କେମିତି ହେଇଛି। ମୁଁ ମୋ ନିଜ ଏକ୍ସପିରିଏନ୍ସ ସହିତ ମୁଁ ଆପଣ ମାନଙ୍କୁ ଭିଡିଓ ମାଧ୍ୟମରେ ସେୟାର କରୁଛି, ଯାହା ଫଳରେ ଆପଣ ସେଇ ଭୁଲ ନ କରିକି ଟିକେ ହେଲେ ଆପଣଙ୍କୁ ମୋଟିଭେଟେଡ ଆଣି ଦେଇ ପାରିବ, କି ଆପଣ ଡିପ୍ରେସନରେ ନ ଯାଇ ଟିକେ ହେଲେ ମଧ୍ୟ ଆପଣ ନିଜ ଲାଇଫକୁ ଚେଞ୍ଜ କରିବାକୁ ଚେଷ୍ଟା କରନ୍ତୁ। କଣ ଆଉ ଗୋଟେ କଥା, ଆପଣ ଯଦି এই ଭିଡିଓଟି ଫାର୍ଷ୍ଟ ଥର ବା ପ୍ରଥମ ଥର ପାଇଁ ଦେଖୁଛନ୍ତି ତ ପ୍ଲିଜ ଲାଇକ୍ ସେୟାର ଏଣ୍ଡ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। କଣ ପାଇଁ ନା ଆପଣ ଯଦି এই ଭିଡିଓଟିକୁ ସବସ୍କ୍ରାଇବ କରି ରଖୁଛନ୍ତି ନା, ତ ପରବର୍ତ୍ତୀ ଷ୍ଟେପରେ ଯେତେବେଳେ ମୁଁ ଭିଡିଓ ପ୍ରଥମ ଅପଲୋଡ କରିବି ନା, ପ୍ରଥମ ଆପଣଙ୍କ ପାଖରେ ପହଞ୍ଚିବ। ସେଇଥିପାଇଁ ଆପଣ এই ଭିଡିଓଟିକୁ ସବସ୍କ୍ରାଇବ କରି ରଖନ୍ତୁ। ତ ଆଜିର ଭିଡିଓରେ ରହିଲି, ଜୟ ଜଗନ୍ନାଥ।